ଘରପୋଡ଼ିରେ ସର୍ବଶାନ୍ତ 6 ପରିବାରକୁ ସହାୟତା ପ୍ରଦାନ କଲେ ପୂର୍ବତନ ବିଧାୟକ ରାଜକିଶୋର ଦାସ। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର 5 ଜଣଙ୍କ ଘର ଚାଳଘର ପୋଡ଼ିଯାଇଥିବା ବେଳେ ମୋରଡ଼ା ବ୍ଲକରେ ଜଣେ ଆଜବେଷ୍ଟର ପୋଡ଼ି ପାଉଁଶ ହୋଇଛି। ସୂଚନାଯୋଗ୍ୟ ଶୁଳିଆପଦା ବ୍ଲକର ଧାତିଆ ଗ୍ରାମର ବୃନ୍ଦାବନ ଧଳ, ସୁରଭି ଧଳ, ପରମାନନ୍ଦ ଧଳ, ରଜନୀ ଧଳ ଓ ମାଳତୀ ଧଳଙ୍କ ଚାଳଘର ପୋଡ଼ି ସର୍ବଶାନ୍ତ ହୋଇ ବେସାହାରା ହୋଇଛନ୍ତି। ସେହିପରି ମୋରଡ଼ା ବ୍ଲକର ପଳାଶପଦା ଗ୍ରାମର ସ୍ୱର୍ଗତ ଯଦୁନାଥ ମହାନ୍ତଙ୍କ ଆଜବେଷ୍ଟର ଘର ପୋଡ଼ି ତାଙ୍କର 2 ପୁଅ ପରିବାର ମଧ୍ୟ ସର୍ବଶାନ୍ତ ହୋଇ ବେସାହାରା ହୋଇଛନ୍ତି। ସମସ୍ତେ ଅତି ଗରିବ ଶ୍ରେଣୀର ହୋଇଥିବାରୁ ଯଥାଶୀଘ୍ର ସରକାରୀ ସହାୟତାକୁ ଦାବି କରାଯାଇଛି। ତେବେ ଖବର ପାଇ ପୂର୍ବତନ ବିଧାୟକ ରାଜକିଶୋର ଦାସ ପ୍ରଥମେ ମୋରଡ଼ା ବ୍ଲକର ସ୍ୱର୍ଗତ ଯଦୁନାଥ ମହାନ୍ତଙ୍କ ପରିବାରକୁ ଭେଟି ଦୁଃଖ ବୁଝି ସହାୟତା ପ୍ରଦାନ କରିବା ପରେ ଶୁଳିଆପଦା ବ୍ଲକର 5 ଜଣଙ୍କ ପରିବାରକୁ ଭେଟି ମଧ୍ୟ ସହାୟତା ପ୍ରଦାନ କରିଥିଲେ।